ଏଇ ଯୋଉ ମନ୍ଦିର ପ୍ରାଙ୍ଗଣରେ ଆପଣମାନେ ଛିଡ଼ା ହେଇଛନ୍ତି, ଏଇ ମନ୍ଦିରର କାର୍ଯ୍ୟକ୍ରମ ପ୍ରଣାଳୀ ସହିତ ଏଇ ଯେ ରିଟାୟାରମେଣ୍ଟ ପରଠୁ ପ୍ରାୟ ଲାଗିକି ରହିଛି। ୱାଇଫ ଶ୍ରୀଯୁକ୍ତ କୁନ୍ତଳା କୁମାରୀ ସେଠୀ, ସିଏ ଶ୍ରୀମତୀ କୁନ୍ତଳା କୁମାରୀ ସେଠୀ, ସେ ଓଡ଼ିଆ ସାହିତ୍ୟରେ ଧୈର୍ଯ୍ୟ ଥିବା ସହିତ କବିତା ଉପରେ ତାଙ୍କର ବିଶେଷ ଦକ୍ଷତା ଥିଲା। ଯେତେ ସବୁ ପ୍ରୋଗ୍ରାମ ସବୁ ଓଡ଼ିଆ ପ୍ରୋଗ୍ରାମ ହଉଥିଲା ସେଥିରେ ସେ ଭାଗ ନେଉଥିଲେ। ଯେହେତୁ ସିଏ ଭାଗ ନେଉଥିଲେ, ମୁଁ ତାଙ୍କ ସାଙ୍ଗରେ ଏକମ୍ପାନିଡ୍ ହେଇକି ମୁଁ ବି ସେଥିରେ ଭାଗ ନେଉଥିଲି। ଆଚ୍ଛା, ତାପରେ ବିଶେଷ ସେଠି ମଧ୍ୟ ମୋର ସହଧର୍ମିଣୀ, ସହକର୍ମିଣୀ ଏବଂ ଚାକିରିରେ ମଧ୍ୟ ମୋ ସହିତ ରହିକି ସିଏ ବି ଡାଇରେକ୍ଟର ହେଲ୍ଥ ଆଉ ମୋ 6 ବର୍ଷ ପରେ ସିଏ ବି ଡକ୍ଟର ଥିଲେ। 6 ବର୍ଷ ପରେ ରିଟାୟାର କଲେ, କିନ୍ତୁ ସେ 5 ବର୍ଷ ହେଲା ଦେହାନ୍ତ ତାଙ୍କର ହେଇଯାଇଛି। 5 ବର୍ଷ ପରେ ତାଙ୍କର ଯୋଉ ଆକ୍ଟିଭିଟିଜ ଗୁଡା ଯାହା ଥିଲା, ଯୋଉ ଲେଖା ଥିଲା, ଆମେ 7 ଖଣ୍ଡ ବହି ତାଙ୍କର କବିତା ସଂକଳନ ହେଇଥିଲା। ସେ 7 ଖଣ୍ଡ ବହି ସେ ଚାଲିଗଲା ପରେ ସେ 7 ଖଣ୍ଡ ବହିକୁ ମୁଁ ଏକତ୍ରିତ କରି ଆଉ ଗୋଟେ ନୂଆ ସଂକଳନ ବାହାର କରିଛି, ଯୋଉଟାର ଉଦ୍ଘାଟନ ଆଜି। ଆଚ୍ଛା, ଏଇ କବିତାୟନର ଆଭିମୁଖ୍ୟଟା ଆଜ୍ଞା ହଉଛି ମୋ ମାର ଗୋଟେ ସ୍ମୃତିରେ। ମାଙ୍କର 19 ମସିହା ଏପ୍ରିଲ ମାସରେ ଦିବଂଗତ ହେଇଥିଲା। ତା ପରଠୁ ଆମେ ବହୁତ ତାଙ୍କୁ ମିସ୍ କରୁଛୁ। ଆଉ ତା ଆଗରୁ ମୁଁ ଧର ତାଙ୍କର ପଡକାଷ୍ଟକୁ ଯିବି, ତାହେଲେ ସିଏ ଖାଲି ଡକ୍ଟର ନଥିଲେ, ସିଏ ଲେଖିକା ଥିଲେ, ସିଲେଇ କରୁଥିଲେ, ଉଲ୍ ବୁଣୁଥିଲେ, ଆମ ଦି ଭାଇଙ୍କୁ ପାଠ ପଢେଇବା, ଘର କେୟାର କରିବା, ପରିବାରର କେୟାର କରିବା। ମୋ ବାପା ବାଲେଶ୍ୱରର ଗୋଟେ ଗାଁରୁ ବିଲଙ୍ଗ କରନ୍ତି ଆଉ ମା ପୁରୀରୁ। ତ ସେଥିରୁ ବୁଝିପାରୁଥିବେ ଗୋଟେ କଲଚରାଲ ଡିଫରେନ୍ସ ଟିକେ ରହିଥିବ। ସେଟାକୁ ବି ମୋ ମା ବହୁତ ଭଲରେ ନିଭଉଥିଲେ। ମାନେ ମୋର ଯେମିତି ମାମୁଁ ଘର ତରଫରୁ ଯେମିତି ଯାହା କର୍ତ୍ତବ୍ୟ ବୁଝିବା କଥା, ସେମିତି ମୋ ଜେଜେବାପା ଘର ତରଫରୁ ବି କର୍ତ୍ତବ୍ୟକୁ ସେ ଶୀଘ୍ର ନିଭଉଥିଲେ। ଆଉ ତାଙ୍କ ଯିବା ପରେ ହେଇପାରେ ବହୁତ ବଡ ଖାଲି ସ୍ଥାନ ଆମ ଜୀବନରେ ରହିଯାଇଛି। ବହୁତ କିଛି କରିଛୁ, ବହୁତ ଚେଷ୍ଟା କରିଛୁ ତାଙ୍କର ରୋଗଗ୍ରସ୍ତ ଶେଷ ମୁହୂର୍ତ୍ତ ବେଳେ ଯେ ଆଉ କିଛି ଅଧିକ ସମୟ ସେ ଆମ ସହିତ ବ୍ୟତୀତ କରନ୍ତୁ, କିନ୍ତୁ ସେଇଟା ହେଇପାରିନି। କିନ୍ତୁ ତାଙ୍କର ଯୋଉ ସ୍ମୃତିଟା ଥିଲା, ସେଇ ସ୍ମୃତିଟାକୁ ସେତେ ଭିତରେ ଆମର 5-7ଟା ବହି ଛପା ହେଇଥିଲା। ତାକୁ ମିଶେଇକି ଏଇଟା ଗୋଟେ ଆମେ ଆଉ ଥରେ ଚାହୁଁଛୁ କି ଲୋକ ଯୋଉ ମାନେ ଦେଖନ୍ତୁ 5 ବର୍ଷ ହେଇଗଲାଣି, 5 ବର୍ଷ ପରେ ବହୁତ ଲୋକ ତାଙ୍କୁ ଭୁଲିବା ଆଉ ଜିନିଷଟା ହୁଏ, ନର୍ମାଲ ସ୍ୱାଭାବିକ ଜିନିଷ। ସେଇ ଜିନିଷଟାକୁ ଆମେ ଆଉ ଥରେ ଚାହୁଁଛୁ କି ଲୋକ ଏତେ ଶୀଘ୍ର ଭୁଲନ୍ତୁ ନାହିଁ। କି ଆମେ ମାନେ ବି ଯେମିତି ମୋ ଛୁଆ ଏବେ 4 ବର୍ଷ ହେଲା, ମାନେ ମୋ ମାଙ୍କ ଯିବା ପରେ ମୋ ପୁଅଟେ ହେଇଛି, ସେଟା ତାଙ୍କ କୋଳରେ ସେ ଖେଳି ପାରୁନି, କିନ୍ତୁ ସିଏ ବି ଆଜି ସେ ବହିଟି ଧରି ମାନେ ଜେଜେମା କି ଯୋଉ ଜିନିଷଟା, ସେଇ ଯୋଉ ଖୁସିଟା, ସେଇ ମୁହୂର୍ତ୍ତଟା। ଆଉ ଦ୍ୱିତୀୟ ଜିନିଷ ହେଲା, ବାପାଙ୍କର ମୋର 84 ବର୍ଷ ହେଲାଣି, ବୁଢା ବୟସର ହେଲା ବାଲ୍ୟକାଳ ସମୟ। ତ ଏଥିରେ ତାଙ୍କ ମନରେ ବହୁତ ପ୍ରକାର ଏଇ ଯୋଉ ଜିନିଷଟାକୁ ଆଶା ଆସୁଛି, ଏମିତି ଗୋଟେ କରିବି, ସେମିତିଟେ କରିବି। ଆଉ ମୋ ଛୁଆ ଯେତେବେଳେ ଧରି ଦେଇକି ବହିଟାକୁ ବୁଲି ଦଉଛି, ମୋ ବାପାଙ୍କ ମୁହଁର ହସଟା ଗୋଟେ ଅଲଗା ପ୍ରକାର ହଉଛି। ଯେମିତିକି ମୋ ମା ଯେମିତି ଛୁଆକୁ କୋଳେଇକି ବୁଲିଥାନ୍ତା, ସେମିତି ସେ ଭାବୁଛନ୍ତି କି ତାଙ୍କ ନାତି ତା ଆଈକୁ କୋଳେଇକି ବୁଲୁଛି। ତ ଏଇ ସବୁ ଜିନିଷର ଆଜ୍ଞା ସୁଖଟା କେବେ ବି କୋଉଠି ଆଉ ଅଲଗା ଜାଗାରେ ମିଳିବ।